ମାନେ ସେମାନଙ୍କୁ କେମିତି ଆମର ଗଣନ ସଂଖ୍ୟା ପ୍ରତିଟା ଚିହ୍ନଟ କରିବା ଆମର ସାକ୍ଷରତା ଆଉ ଆମର ଯେଉଁ ଅଛି ଆମର ନ୍ୟୁମେରିକ୍ସ ଆମର ତିନିଟା ପଦ୍ଧତି ଅଛି। ଗୋଟେ ହେଲା କମ୍ପ୍ଲିଟ୍, ଆଉ ଗୋଟେ ରିପ୍ରେଜେଣ୍ଟେସନ, ଆଉ ଗୋଟେ ହେଲା ଆବଷ୍ଟ୍ରାକ୍ଟ। କମ୍ପ୍ଲିଟ୍ ମାନେ ଆମେ ଲିଖ, ରିପ୍ରେଜେଣ୍ଟେସନ ମାନେ ଚିତ୍ରିତ ପର୍ଯ୍ୟାୟ, ଆଉ ଆବଷ୍ଟ୍ରାକ୍ଟ ମାନେ ଅମୂର୍ତ୍ତ ପର୍ଯ୍ୟାୟ। ଆମେ ପ୍ରଥମେ କମ୍ପ୍ଲିଟ୍ ପର୍ଯ୍ୟାୟରେ ପିଲାଙ୍କୁ କିଛି ଜିନିଷ ଦେବ ମାନେ ବାସ୍ତବ ଜିନିଷ ହାତରେ ତାଙ୍କୁ ଦେବା। ତ ସପୋଜ ଏଇଟା ହେଲା କାଠି, ଏଇଟା ସପୋଜ ଏଇଟା ଲେଖା ହେଇଛି 7। ତ ପିଲାଙ୍କୁ କହିବି ପିଲେ ତମେ 7ଟା କାଠି ବାହାର କର। ଆଇଦର ସେ କାଠି ବାହାର କରିପାରିବେ କିମ୍ବା ଏଇ ଭିତରେ ତାଙ୍କୁ ଯଦି କହିବି ପିଲେ ତମେ 7 କୋଉଠି ଏଇ ଭିତରେ କାର୍ଡ ଅଛି ଦେଖ। ପିଲା ଗଣନ ସଂଖ୍ୟା ଯଦି ଆସିଛି ସେ ନିଶ୍ଚିତ ଭାବରେ 7 ଦେବୁ ଆଣିକି ଏଇଠି ଥୋଇବୁ। ତାପରେ ମୁଁ କହିବି ପିଲେ ବିୟୋଗର ଚିହ୍ନ କ'ଣ? ଏଇଠି ଅଛି ଆମର ମିଶ୍ରଣ, ଫେରାଣ, ଗୁଣନ, ହରଣ, 4 ଗାଣିତିକ ପ୍ରକ୍ରିୟା। ବିୟୋଗଟାକୁ ସେ ସିମ୍ବଲଟାକୁ ପିଲା ଧରିକି ଆସିକି ଏଇଠି ରଖିଲା। ମନେକର କହିବି 4 ପିଲା 4 କୋଉଠି ଅଛି ଏଇ ଭିତରେ ଗଣିକି ଦେଖି ଚିହ୍ନିକି ଆଣିଲ। ପିଲା 4 ଗାଣିତିକୁ ଧରିକି ଆସିଲା। ତାପରେ ପିଲାକୁ ମୁଁ କହିବି ପିଲେ ଆଚ୍ଛା ତମକୁ ମୁଁ ଦଉଛି 7ଟି କାଠି ଦଉଛି। କେତୋଟି କାଠି ଦଉଛି? 7ଟି କାଠି ଦଉଛି। ତମେ ତାକୁ ଗଣିକି 1 ପିଲାକୁ 7ଟି କାଠି ଦେଇଦେବି। ସପୋଜ 7ଟି କାଠି ଆଡ଼େଇକି ଦେଇଦେବି। ସେଇ ଭିତରେ ମୁଁ କହିବି ପିଲେ 7ଟି କାଠିରୁ 4ଟି କାଠି ବର୍ତ୍ତମାନ କମ୍ପାସରେ ରଖିଦିଅ। ପିଲା ରଖିଦେବେ 1 2 3 4 4ଟି ରଖିଦେଲେ। ପିଲେ ବର୍ତ୍ତମାନ ମୋ ପାଖରେ କେତୋଟି କାଠି ରହିଲା? 3ଟି କାଠି ରହିଲା। ପିଲା କହିବେ 3ଟି କାଠି ରହିଲା। ତେବେ ପିଲା 3 ଖୋଜିକି ଆଣିଲ। ଏ ଭିତରେ କୌଣସି କାର୍ଡରେ ପିଲା ସେ କାର୍ଡକୁ ଖୋଜିକି ଆଣିଲା। ଏଇଟା ହେଲା ବିୟୋଗ ପ୍ରକ୍ରିୟା। ଆଉ ଏଇଟା ହେଲା ଆମର ଯୁଗ୍ମ ଅଯୁଗ୍ମ ଗାଡ଼ି। ଆମର 1ରୁ ବା 16ରୁ 9 ଯାଏ। ତାପରେ ଆମର ନିୟମ ବିଶିଷ୍ଟ ସଂଖ୍ୟା ପଳେଇ ଆସୁଛି। ପିଲା କହିବେ 1 କହିବେ ଏମିତି ପିଲା ଏଇଟା କ'ଣ ଲେଖା ହେଇଛି ନା ପ୍ରଥମରେ ନା ଦିଦି 1। ଆଚ୍ଛା 1 ମୁଁ ତମକୁ ମନେକର ଗୋଟିଏ ପେନ୍ ଦେଲି, ତମେ ଭାଗ କରିପାରିବ କି? ପିଲା କହିବେ ନାହିଁ। ତାହେଲେ ମୁଁ କହିବି ଯେଉଁ ତାପରେ ମୁଁ କହିବି 2ଟି ପେନ୍ ଦେବି ତମକୁ, ତମେ 2 ଜଣ ଭିତରେ ଭାଗ କରିପାରିବ? ସେ କହିବେ ଦିଦି ହଁ। ତାହେଲେ ତାପରେ ଆସିଲା ଆମର ଯେତେବେଳେ ଦଶମ ପଳେଇ ଆସୁଛି 2 ଅଙ୍କ ବିଶିଷ୍ଟ ସଂଖ୍ୟା, ତ ସେମାନଙ୍କୁ ସେଇଟା ଧାରଣ ଦେବି ପିଲେ ଯେଉଁ ସଂଖ୍ୟାର ଏକମ ଘରେ 1 3 5 7 9 ଥିବ ସେଇ ସଂଖ୍ୟା ଗୁଡ଼ିକୁ ଆମେ ଅଯୁଗ୍ମ ସଂଖ୍ୟା କହିବା। ଯେଉଁ ସଂଖ୍ୟାର ଏକମ ଘରେ 0 2 4 6 8 ଥିବ ସେଇ ସଂଖ୍ୟାକୁ ଆମେ ଯୁଗ୍ମ ସଂଖ୍ୟା ବୋଲି କହିବା। ତାପରେ ଆମର